ବାପ ତାର ଛୋଟିଆ ପୁଅଟେ 7-8 ବର୍ଷର ପୁଅଟେ 8-9 ବର୍ଷର ପୁଅଟେ ବାପଟେ ସେ ଗୋଟେ ଗଧ କିଣିଲେ। ଗଧ କିଣିକିନି ସେ ଗଧ ଉପରେ ବାପ ବସିଲା। ପୁଅଟି ଚାଲି ଚାଲିକା ଗଲା। ସେଠୁ ଲୋକ ଦେଖିଲେ, କହିଲେ ଦେଖ ବାପୁଟା ଚାଲି ଚାଲିକା ଯାଉଛି, ପୁଅଟାକୁ ଗଧରେ ବସେଇଛି। 2 ଜଣ କ'ଣ ବସିନେ ହୁଅନ୍ତା ନାଇଁ? ସେଠୁ ଇଏ ଶୁଣିଲେ ଯେମିତି ବାପ ପୁଅ ବସିଲେ। ସେଠୁ ଗଲେ, କିଛି ବାଟ ଯାଇଛନ୍ତି, ଆଉ ଲୋକ ଦେଖିଲେ, କହିଲେ ଦେଖ ଗଧଟାକୁ କେତେ କଷ୍ଟ ଦଉଛନ୍ତି। 2 ଜଣ ବାପ ପୁଅ ଗଧଟା ଉପରେ ବସିଛନ୍ତି। ସେଠୁ ଶୁଣିକିନି କ'ଣ କଲେ, ଗଧଟାକୁ ଓହ୍ଲେଇ ପଇଲେ। ଗଧ ଉପରୁ ଓହ୍ଲେଇକିନି ଗଧକୁ ଚଲେଇକା ନେଲେ। ବାପ ପୁଅ ଚାଲି ଚାଲିକା ଗଲେ। ସେଠୁ ଫେର ଲୋକ ଦେଖିଲେ, କହିଲେ ଦେଖ ଏ ଗଧଟାକୁ ଚଲେଇକା ନଉଛନ୍ତି, ଏ ବାପ ପୁଅ ଚାଲି ଚାଲିକା ଯାଉଛନ୍ତି। ସେ ତେବେ କ'ଣ କରିବେ? ଯାହା ତ କଲେ, ଲୋକ ଏମିତି ଅପସନ୍ଦ କଲେ। ଲୋକଙ୍କ କଥା ଶୁଣିଲେ ବୋଲିକିନି ସିନା ଏମିତି ବିଫଳ ହେଲେ। ତମେ ଲୋକ ଯାହା କହୁଛନ୍ତି କାହା କଥା ଶୁଣ ନା। ସେ ଲୋକ କହିଲେ ଦେଖ ବାପ ପୁଅ ଚାଲିକିନି ଯାଉଛନ୍ତି, ଗଧଟାକୁ ଚଲେଇକା ନଉଛନ୍ତି। ସେ ଯଦି ନ ଶୁଣିଥାନ୍ତେ, ମଣିଷ ତାଙ୍କୁ କ'ଣ ଆଉ ଲୋକ କହିଥାନ୍ତେ କି? ସେଇଭଳି ତମେ କେବେ କାହା କଥା ଶୁଣ ନା। ତମ ମନକୁ ଯୋଉଟା ଆଉଛି ସେଇଟା କରିଚାଲ, ଦେଖିବ ସଫଳ ହବ, କେବେ ବିଫଳ ହବ ନାହିଁ।